अमृतं देहि हनुमाने शरणं देहि हनुमाने। अमृतं देहि हनुमाने शरणं देहि हनुमाने। बुद्धिं देहि हनुमाने ज्ञानं देहि हनुमाने। बुद्धिं देहि हनुमाने ज्ञानं देहि हनुमाने। सत्यं जय जय हनुमाने मृत्युंजय जय हनुमाने। सत्यं जय जय हनुमाने मृत्युंजय जय हनुमाने। राक्षसमर्दन वानर रक्षक राक्षसमर्दन वानर रक्षक अंजन नंदन हनुमाने। अंजन नंदन हनुमाने। अंजन नंदन हनुमाने। अंजन नंदन हनुमाने। आंजनेय रघुवीर रामदूत मां पाहि। आंजनेय रघुबीर रामदूत मं पाहि। आंजनेय मम बंधु आंजनेय दय सिंधो। आंजनेय मम बन्धो आंजनेय दया सिंधो। आंजनेय रघुरामा आंजनेय परंधामा। आंजनेय रघुराम आंजनेय परम धाम। परंधामा परम धाम। परंधामा। परम धाम। बोल पवन पुत्र हनुमान की। जय सद्गुरुनाथ महाराज की। जय। नमः पार्वती पतये हर हर महादेव। विचार माध्यमରେ विद्यारण्य स्वामी जी ଆମମାନଙ୍କୁ କହିଲେ ମିଥ୍ୟା ଭାବ ଜାଣ जो सत को ताକୁ ଧର ଆଉ ମିଥ୍ୟାକୁ ପରିହାର କର। ସତ୍ୟମ୍ ଗ୍ରାହ୍ୟମ୍ ମିଥ୍ୟା ପରିହାର୍ୟମ୍। ତମେ ଏମିତି ଜାଣି ମିଥ୍ୟା ଜାଣି 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 ସିଏ ବର୍ତ୍ତମାନ ପୃଥିବୀ ତତ୍ତ୍ୱ ପର୍ଯ୍ୟନ୍ତ ନେଇ ଆସିଲେ ହେଲା। ଯେତେ ଯାହା ପାଖରେ ଗୁଣ ରହିବ ସେତେ ସିଏ ସ୍ଥୂଳ ହବ ଆଉ ସିଏ ସେତେ ପରମାତ୍ମାଙ୍କଠାରୁ ସତ୍ ଠାରୁ ଦୂର। ସିଏ ସେତେ ଇନ୍ଦ୍ରିୟ ଗ୍ରାହ୍ୟ। ପୃଥିବୀ ତତ୍ତ୍ୱରେ ପାଞ୍ଚଟା ଗୁଣ ଯାକ ପାଇପାରିବେ। ଏଇଟା କୌଣସି ଗୋଟେ ମାନେ ପଜିଟିଭର ଜିନିଷ ଆତ୍ମ ଦୃଷ୍ଟିରୁ ନୁହଁ। ଆରେ ସବୁ ବର କରି କରିକି ଅଛି। ଆକାଶରୁ ବର ଆଣିଲା। ବର ଆଣିଲା ମାନେ ଉଦ୍ଧାର ଶବ୍ଦ। ବାୟୁର ସ୍ପର୍ଶ ଅଗ୍ନିର ରୂପ ଜଳର ରସ ଏସବୁ ଆଣିକି ସେ ସବୁ ନିଜରଟା ରଖିକି ପୃଥିବୀ ହେଲା। ବର୍ତ୍ତମାନ କଣ କହୁଛନ୍ତି ଜାଣିଛନ୍ତି? ପୃଥିବୀ ତତ୍ଵର 1/10 ହଉଛନ୍ତି ବ୍ରହ୍ମାଣ୍ଡ। ସ୍ୱାମୀଜୀ କଣ ଆଉଥରେ କହିଲେ? ପୃଥିବୀ ତତ୍ଵର 1/10 ହଉଛନ୍ତି ବ୍ରହ୍ମାଣ୍ଡ। ସ୍ୱାମୀଜୀ ଆପଣ ଏଇ ଭିତରେ ବୋଧେ ଟିକେ ଜିଓଗ୍ରାଫି ଫେଲ ହେଇଗଲେ। ନା ମୁଁ ଫେଲ ହେଇନି ବାବା। ଆମ ସେଇ ବିଦ୍ୟାରଣ୍ୟ ସ୍ୱାମୀଜୀ ଫେଲ ହେଇଗଲେ। କେମିତି? ନା ବ୍ରହ୍ମାଣ୍ଡରେ ମାଟିଟା ଅଛି ପୃଥିବୀଟା ଅଛି। ଏତେ ବଡ଼ ବ୍ରହ୍ମାଣ୍ଡ ଆମ ବିଜ୍ଞାନ ଅନୁସାରେ ତ ମିଲ୍କ ୱେ ଗ୍ୟାଲାକ୍ସି କଣ କଣ ସବୁ ୟୁନିଭର୍ସ ଅଛି। ହଁ ସେଇଟାରେ ମାଟି ଅଛି ଆଜ୍ଞା। ଆପଣ କଣ କହୁଛନ୍ତି? ପୃଥିବୀରେ ବ୍ରହ୍ମାଣ୍ଡ ଅଛି। ଆହା ବ୍ରହ୍ମାଣ୍ଡରେ ପୃଥିବୀ ଅଛି। ଆଉ ଗୋଟେ କଣ ଆପଣ କହିଲେ?
ପୃଥିବୀ ତତ୍ଵର 1/10 ବ୍ରହ୍ମାଣ୍ଡ। ବ୍ରହ୍ମାଣ୍ଡ କେତେ ବଡ଼ ଯେ ତାକୁ ଯଦି ମଡର୍ନ ସାଇନ୍ସରେ ଯିବା, ମିଲ୍କ ୱେ ଇଏ ସିଏ, ପୃଥିବୀ ଏ, ଅଳ୍ପ। ହଉ ବେଟା, 96 ଶ୍ଲୋକଟା ପଢିଦବା, ତାପରେ କିଛି ବୁଝିବୁ। ନାଇଁ, ଆପଣ 95ରେ କହିଥିଲେ ଭୂମେଃ ଦଶାଂଶତୋ ନ୍यूनम ବ୍ରହ୍ମାଣ୍ଡମ ଭୂମି ମଧ୍ୟଗତ। ଏଇଟା ଆପଣଙ୍କୁ ବୁଝିବାକୁ ପଡିବ, ତାପରେ ଯିବେ ନା। ମୁଁ 96 ଆପଣଙ୍କୁ ବୁଝିବା ପାଇଁ ଦେବିନି। ଆଚ୍ଛା, ତୁ ଏତେ ଜିଦ୍ଦି? ନା, ଗୁରୁଜୀ ଜିଦ୍ଦି ନାହିଁ, ଗୁରୁଜୀଙ୍କ ପ୍ରତି ପ୍ୟାର ତାଙ୍କ ଆଗରେ ଅଧିକାର କରିହବନି ତ ଆଉ କାହା ଆଗରେ କରିହବ? ଆପଣ ଏଇଟା ବୁଝନ୍ତୁ, ତାପରେ 96 ଯିବେ ନା। ଆରେ ବେଟା, ତୁ ଯୋଉ ଭାବୁଥିଲୁ ଭୂମେଃ ମାନେ ତୁ ଯୋଉ ମାଟି ବୋଲି ଭାବୁଛୁ ନା, ସେଇଟା ନୁହଁ। ସେଇଟା ନୁହଁ ନା। ତୁ ମାଟି ଭାବି କହିଦଉଛୁ ନା ବ୍ରହ୍ମାଣ୍ଡ ବହୁତ ବଡ, ମାଟିଟା ୱାନ୍ ଅଫ୍ ଦା, ସେଇଟା ନା ନା ନା। ଭୂମି ପଞ୍ଚ ମହାଭୂତରୁ ଗୋଟେ ଭାବିବୁ। ଆଚ୍ଛା, ପଞ୍ଚ ମହାଭୂତରୁ ଗୋଟେ ଭାବିବୁ ମାନେ, ଆରେ ଆକାଶ ବାୟୁ ଅଗ୍ନି ଜଳ ପୃଥିବୀ ଯୋଉ ଅଛି, ସିଏ ପୃଥିବୀ ଯେତେବେଳେ ଚନ୍ଦ୍ରରେ ଅଛି, ସୂର୍ଯ୍ୟରେ ଅଛି, ସବୁଥିରେ ଅଛି। ହୁଁ, ସେଇଥିରୁ ତିଆରି ହଉଛି ବ୍ରହ୍ମାଣ୍ଡଟା। କାରଣ ବ୍ରହ୍ମାଣ୍ଡଟା ଖାଲି ଭୂମିରୁ ତ ହବନି ନା, ମାନେ ଆଉଥରେ ଆଣିବାକୁ ପଡିବ ସେ ଯୋଉ ଜଳ ଅଗ୍ନି ବାୟୁ ଆକାଶ, ନହେଲେ କେମିତି ହବ? ପଞ୍ଚମହାଭୂତ ନା। ପଞ୍ଚମହାଭୂତକୁ ତୋର ମନେ ନାହିଁ କି ତତ୍ତ୍ୱବୋଧରେ, ଆତ୍ମବୋଧରେ, ବିବେକ ଚୂଡ଼ାମଣିରେ, ବେଦାନ୍ତ ସାର ପଢା ହେଇଛି କଣ? ପଞ୍ଚୀକରଣ। ପ୍ରତ୍ୟେକ ଭୂତ ସେମାନେ ନିଜର ଅଂଶ ରଖିକି ଅନ୍ୟ ଚାରିଟା ଏକଠମାଂଶ ଆଣିଲେ, ଦେନ୍ ସମସ୍ତଙ୍କଟା ମିଶିଲା ପରେ ଆକାଶ ବାୟୁ ଅଗ୍ନି ଜଳ ପୃଥିବୀ ହେଲା। ତାକୁ କୁହନ୍ତି ପଞ୍ଚୀକୃତ। ପଞ୍ଚୀକରଣ ମାଧ୍ୟମରେ ପଞ୍ଚୀକୃତ, ଯୋଉଟା କି ପଞ୍ଚୀକରଣ ହେଇଯାଇଛି। ପଞ୍ଚୀକୃତ ମାନେ ସ୍ଥୂଳ, ଏଇଥିରୁ ହିଁ ବ୍ରହ୍ମାଣ୍ଡ ବାହାରୁଛି। ଆଚ୍ଛା, ଏମିତି। ହଁ ହଁ, ଏବେ ବର୍ତ୍ତମାନ ଦଶମାଂଶ ବୁଝିଗଲା। ଅର୍ଥାତ୍ ପୃଥିବୀ ତତ୍ଵର ଦଶମାଂଶରେ ବ୍ରହ୍ମାଣ୍ଡ ଅଛି। ଓକେ। ଆଚ୍ଛା, ଏଇ ବ୍ରହ୍ମାଣ୍ଡ କଣ ଶୁଣିଲେ? ଆଉ ବ୍ରହ୍ମାଣ୍ଡ ମଝିରେ କଣ ଥାଏ ଜାଣେ। ଏଇ ଯୋଉ ତୋର ସୂର୍ଯ୍ୟ ଚନ୍ଦ୍ର ଗ୍ୟାଲେକ୍ସି ଦେଖିବୁ ବର୍ତ୍ତମାନ ଜାଣିବୁ। ଛଅ 96 ବ୍ରହ୍ମାଣ୍ଡ मध्ये तिष्ठन्ति ब्रह्माण्ड मध्ये तिष्ठन्ति भुवनानि चतुर्दश भुवनानि चतुर्दश भुवनेषु वसन्त्येषु भुवनेषु वसन्त्येषु प्राणिदेहा यथा यथम्। प्राणिदेहा यथा यथम्। ଶୁଣ, ବ୍ରହ୍ମାଣ୍ଡ ମଧ୍ୟରେ 14 ଲୋକ ଅଛି। ହଁ, ଏଇଟା ତ ଆମେ ପଢୁଛୁ, ଆମେ ହିଁ ଏ 14 ଲୋକ ବିଷୟରେ ଆମର ପୁରାଣରେ ହିଁ ବେଶୀ ବର୍ଣ୍ଣନା ରହୁଛି। ଏ ପୁରାଣର ସବଜେକ୍ଟଟା। ହଁ, ୟେସ୍। ଆହୁରି ପଢିନି କୋଉଠି, ଆଉ କୋଉଠି ପଢିଛି? ତତ୍ତ୍ୱବୋଧ ନାହିଁ, ତତ୍ତ୍ୱବୋଧରେ 14 ଲୋକ ଶବ୍ଦ ନାହିଁ। ଆତ୍ମବୋଧ ସେଇଟାରେ ବି ନାହିଁ, ସେ ଲୋକ ଯାକ ତ। ବିବେକ ଚୂଡ଼ାମଣି ବାକି ସବୁ ଥିଲା, କିନ୍ତୁ 14 ଲୋକ ବିଷୟରେ ନଥିଲା। ହଁ, ତାପରେ ଗୋଟେ ବଢିଆ ଗ୍ରନ୍ଥ, ସେ ହଉଛି ବେଦାନ୍ତ ସାର। ବେଦାନ୍ତ ସାର ଥିଲା। ୟେସ୍ ୟେସ୍ ୟେସ୍। 14 ଲୋକ ବିଷୟରେ। 7 ଲୋକ ଉପରେ, 7 ଲୋକ ତଳେ, ଆମେ ମାନେ ମଝିରେ। ଆମ ମାନଙ୍କର ନାଁ ହଉଛି ଭୂ। ଆମେ ବର୍ତ୍ତମାନ ଉପରକୁ ଯିବା, ଟିଫିନ କ୍ୟାରିୟର ଭଳିଆ। ଭାବନ୍ତୁ ଟିଫିନ କ୍ୟାରିୟର ରେ ହେଇଥିବ। ବମ୍ବେରେ ଗୋଟେ କଣ ଗୋଟେ ସଂସ୍ଥା ଅଛି ଟିଫିନ କ୍ୟାରିୟର ବାଲା, କେତେ ଲକ୍ଷ ଦିନେ ବମ୍ବେରେ ସେମାନେ ବାଣ୍ଟୁଛନ୍ତି। ତାଙ୍କର ତାଙ୍କର ଯୋଉ ନେଟୱାର୍କ ବହୁତ ତଗଡ଼ା ଥିବ। କାରଣ ବହୁତ ଲୋକ ମାନେ ଯୋଉମାନେ ବାହା ହେଇନାହାନ୍ତି ସେମାନେ ତ ନିଶ୍ଚୟ ହିଁ ଲଞ୍ଚ ଖାଇବେ। ଆଉ ଯୋଉମାନେ ବହୁତ ଦୂରରୁ ଯାଉଛନ୍ତି, 4ଟା 4:30ରୁ ବାହାରି ଯାଉଛନ୍ତି, ପତି ପତ୍ନୀ କାହିଁକି ଏତେ ଶୀଘ୍ର ରାନ୍ଧିକି ଦେବେ? ଆଚ୍ଛା, 4ଟାରେ ନେବେ, ଭାବନ୍ତୁ ଦିନ ରାତି 2ଟାରୁ ରାନ୍ଧିବାକୁ ପଡ଼ିବ। ରାତି 2ଟାରୁ ଖାଇବେ କେତେବେଳେ? 1 2ଟା ବେଳକୁ। କଣ ଦରକାର 12 ଘଣ୍ଟା କରିବା ପାଇଁ? ତେଣୁ ସେ ସୁବିଧା ହୁଏ, ଇକୋନୋମିକାଲ ବି ହୁଏ, କରନ୍ତି ସେଟା। ହୁଁ। ତ ଟିଫିନ କ୍ୟାରିୟରରେ ଯାହାର ଯେମିତି ଯିଏ ଆଇଟମ, କିଏ 6ଟା ଆଇଟମ ମାଗିଥିବ, ତ ସେ ଅନୁସାରେ ବଡ଼ ବଡ଼ ଥିବ। କିଏ ମାତ୍ର 2 3ଟା ଆଇଟମ ତାର ସ୍ନାକ୍ସରେ ହେଇଯାଉଛି।
ତ ଟିଫିନ କ୍ୟାରିୟର। ଭୂ ଆମମାନେ ଅଛୁ, ଆମମାନଙ୍କ ଉପରଟାକୁ ନା କହନ୍ତି ଅନ୍ତରିକ୍ଷ, ଭୁବଃ। ହଁ, ଅନ୍ତରିକ୍ଷ ଯାତ୍ରୀ କହନ୍ତିନି, ଭୁବଃ। ତାପରେ ଯୋଉ ହଉଛି ସ୍ୱଃ, ସ୍ୱର୍ଗ। ଆମମାନଙ୍କର ବିଜ୍ଞାନ ଅନ୍ତରିକ୍ଷ ପର୍ଯ୍ୟନ୍ତ ଯାଇଛନ୍ତି। ବାକି ଅନ୍ୟାନ୍ୟ ସବୁ ଗ୍ରହ ଯାକ ଯୋଉ ଅଛନ୍ତି ଆମର ୟୁନିଭର୍ସରେ, ସେଠିକି ଯାଇଛନ୍ତି ହେ ନା। ଚନ୍ଦ୍ର ଯାଇଛନ୍ତି, ମଙ୍ଗଳ ଯାଇଛନ୍ତି, କିନ୍ତୁ ସ୍ୱର୍ଗଲୋକକୁ ଯାଇନାହାନ୍ତି ଏପର୍ଯ୍ୟନ୍ତ। ସେମାନେ ତ କହୁଛନ୍ତି ସ୍ୱର୍ଗଲୋକ ନାହିଁ ଆଉ। ମଙ୍ଗଳ କିଛି କିଛି ବର୍ଷ ପୂର୍ବରୁ ମଙ୍ଗଳ ବି ନାହିଁ, ଚନ୍ଦ୍ର ବି ନାହିଁ, କିଛି ନଥିଲା। ଏସବୁ ପୁରାଣ କଥା। ଦେନ୍ ଧୀରେ ଧୀରେ ନାଇଁ ନାଇଁ ନାଇଁ, ମାଟି ଅଛି, ଏଇଟା ହେଇପାରିବ, ଜୀବନ ରହିପାରିବେ, ହାୱା ବି ଅଛି, କେତେ କଣ ସବୁ କହିସାରିଲାଣି। ସେ ଯାହା ହଉ, ଭୂଃ ଭୁବଃ ସ୍ୱଃ। ସ୍ୱଃ ଟା ହଉଛି ସ୍ୱର୍ଗ। ମହଃ କୁହାଯାଏ ଋଷିମାନେ ରହନ୍ତି, ଜନଃ ତପଃ। ସତ୍ୟମ, ସତ୍ୟମ ହଉଛି ଧ୍ରୁବ ଲୋକ, ଯୋଉଟା କି ଆମର ଆ ମାନେ ଧ୍ରୁବ, ଯାହା ନାଁରେ ହେଇଛି ହେଲା। ଆଚ୍ଛା, ବର୍ତ୍ତମାନ ତଳକୁ ଯାଆନ୍ତୁ। ସାତଟା ଲୋକ, ଆମ ଭୂଟା ନା ଉପରରେ ମିଶିଗଲା। ତଳେ ଯୋଉଟା ଅଛି ନା, ସେଇଟା ହଉଛି ଅତଳ। ତଳ ମାନେ କଣ? ତଳେ, ଆମେ କହୁଛୁ ତଳେ, ଅତଳ, ଜଷ୍ଟ ତଳେ, ଅତଳ। ବିତଳ, ସୁତଳରେ ବଳିକୁ ପଠେଇଲେ କି ଯାଅ ତମେ ରାଜା ହୋ। ପ୍ରହ୍ଲାଦକୁ ବି ଗଲେ ସୁତଳ, ବହୁତ ଧନ ଧାନ୍ୟ ସେଇଠି, ପୁରା ସ୍ୱର୍ଗ ଭଳିଆ ଭୋଗ ପଦାର୍ଥ। ସୁତଳ, ଅତଳ, ବିତଳ, ସୁତଳ। ତଳାତଳ ତାରୁ ଆହୁରି, ମହାତଳ ଆହୁରି ତଳେ, ପାତାଳ ସବୁଠାରୁ ନିଚେ। ଏ ନାଗ ଲୋକ ରହନ୍ତି, ଶେଷନାଗ ରହନ୍ତି, ଅନ୍ୟାନ୍ୟ ସବୁ ଲୋକ ଅଛନ୍ତି, ବିଦ୍ୟାଧର ମାନେ। ପାତାଳ ମାନେ ସବୁଠାରୁ, ସର୍ପ ମାନଙ୍କର ଏସବୁ ବର୍ଣ୍ଣନ ରହିଛି ଶାସ୍ତ୍ର ପୁରାଣରେ। କି କିୟଦାଂଶ ଜାଣି ହଉନି, କିନ୍ତୁ ଦେଖିଲା ବେଳକୁ ସତକୁ ବାହାରିବ। ଇଏ ହଉଛି ବ୍ରହ୍ମାଣ୍ଡ ମଧ୍ୟରେ ତିଷ୍ଠନ୍ତି ଭୁବନାନି ଚତୁର୍ଦ୍ଦଶ। ଇଏ 14 ଭୁବନ। ଭୁବନେଷୁ ବସନ୍ତେଷୁ, ଏଇ ଯୋଉ ଭୁବନରେ, ଏଇ ଯୋଉ ଲୋକମାନେ କଣ? ଯୋଉଟାର ଅନୁଭବ ହୁଅନ୍ତି, ଲୋକ୍ୟତେ ଇତି ଲୋକଃ, ଅନୁଭବ କରନ୍ତି। ଭିନ୍ନ ଭିନ୍ନ, ଦି ୱାର୍ଲଡ ଅଫ ଏକ୍ସପିରିଏନ୍ସ। ଲୋକମାନେ 14 ଲୋକ, ଭିନ୍ନ ଭିନ୍ନ ଏକ୍ସପିରିଏନ୍ସ ହୁଏ। ଜାଗ୍ରତ ଅବସ୍ଥା ମଧ୍ୟ ଗୋଟେ ଲୋକ, ଲୋକମୋଟିଭ କୁହାଯାଏନି, କାରଣ ଏକ୍ସପିରିଏନ୍ସ କରାଯାଏ, ଚେଞ୍ଜ ହୁଏ। এইটি प्राणियों के शरीर, 84 ଲାख ଯୋନି କୁହାଯାଏ। 84 ଲାख ଯୋନିରେ ଯେତେବେଳେ ମୁଁ ବେଦାନ୍ତ ସାର୍ ପଢେଇଥିଲି, ସେତେବେଳେ ଥିଲା ନା କେତେ କଣ ସବୁ ଥିଲେ। ବେଦାନ୍ତ ସାର୍ ମଧ୍ୟ ଅଛି। ଏ ଯୋଉ 84 ଲାଖ 4 ଭାଗରେ ବିଭକ୍ତ କରାଯାଇଛି। ଚତୁର୍ବିଧ ଶରୀରାଣି ତୁ ଜରାୟୁଜ ଅଣ୍ଡଜ ଉଦ୍ଭିଦଜ ସ୍वेଦଜାନି। ଜରାୟୁଜାନି ଜରାୟୁଭ୍ୟଃ ଜାତାନି ମନୁଷ୍ୟ ପଶ୍ୱାଦୀନି। ଜରାୟୁ ଦ୍ୱାରା ଯୋଉ ଜନ୍ମ ହୁଅନ୍ତି, ସିଏ ହଉଛନ୍ତି ମାନେ ଜରାୟୁ ମାନେ ଗର୍ଭ, ଗର୍ଭ ବେଷ୍ଟିତ ଚମड़ी ଥୈଳିରେ ଉତ୍ପନ୍ନ ହେବା ଯୋଉ ମନୁଷ୍ୟ ଜରାୟୁଜ। ଫିର କଣ? ଜରାୟୁଜ ପରେ ଅଣ୍ଡଜ। ତ ଜରାୟୁଜରେ ମନୁଷ୍ୟ ପଶୁ ଆମମାନେ ସବୁ ଆସିଗଲା। ଅଣ୍ଡଜରେ ପକ୍ଷୀ ସର୍ପ ଆଦି, ଅଣ୍ଡଜ। ଉଦ୍ଭିଦଜରେ ଭୂମି ଫାଡ଼ିକି ଯୋଉ ହେଇଯାଏ, କେଞ୍ଚୁଆ ଏସବୁ ବାଲା। ଉଁ, ବୃକ୍ଷ ବି ଆସିଯିବ, ତାପରେ ଉଦ୍ଭିଦଜ ବୃକ୍ଷ ବି ଆସିଯିବେ। ସ୍ୱେଦଜ ହଉଛି ପସିନା, ଗନ୍ଦା ପାଣି, ଗନ୍ଦେ ସ୍ଥାନରୁ ଯୋଉ ଉତ୍ପନ୍ନ ହଉଥିବେ, ମଚ୍ଛର ଆଦି, ସ୍ୱେଦଜ। ଇଏ ଯେତେ ସବୁ ପ୍ରାଣୀ ଅଛନ୍ତି, ଶ୍ଲୋକ ଦେଖନ୍ତୁ,
भुवनेषु बसंतेषु, ये जो 14 प्रकार भुवन रे जो बसत स्थापन करुଛନ୍ତି, हाँ, ये बसंतेषु प्राणी देहा यथा यथम, ଶରୀର ଯେମିତି ମିଳିଛି ସେମାନେ ରହନ୍ତି ସେ ଅନୁସାରେ। କିଏ ପାତାଳରେ ରହନ୍ତି ତ କିଏ ଅଲଗା ଅଲଗା ରହନ୍ତି, ଏଇଟା କହିବା ପାଇଁ। ଆଚ୍ଛା, ବେଦାନ୍ତ ସାର ମଧ୍ୟ ସୃଷ୍ଟି ତତ୍ଵ କୁହାଗଲା, କିନ୍ତୁ ଅଲ୍ଟିମେଟଲି କୁହାଯାଉଛି କଣ, ସବୁ ମିଥ୍ୟା। ଏଠି ଡାଇରେକ୍ଟ କହୁଛନ୍ତି ଏସବୁ ମିଥ୍ୟା ଜାଣ। ବ୍ରହ୍ମାଣ୍ଡ, 14 ଲୋକ, ଭୁବନ ସବୁ ମିଥ୍ୟା। 97। ବ୍ରହ୍ମାଣ୍ଡ ଲୋକ ଦେହେଷୁ ब्रह्माण्डलोकदेहेषु सद्वस्तूनि पृथक्कृते तदवस्तूनि पृथक् कृते असन्तोऽण्डादयो भ्रान्तु असतोऽण्डदयो भान्तु तद्भाने पीह का क्षतिः। तद्भानेऽपिह का क्षतिः। 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 ये जो ब्रह्मांड ଆଉ ଲୋକ ଏବଂ ଦେହ, ଜାଣିବେ ଯେ କି କୁହାଯାଇଛି ଅଲଗା ଅଲଗା। ବ୍ରହ୍ମାଣ୍ଡ, ବ୍ରହ୍ମାଣ୍ଡ ୟୁନିଭର୍ସ, 14 ଲୋକ, 7 ଉପରେ 7 ତଳେ, ଏବଂ ମଣ୍ଡଲୋକ। ଦେହେଷୁ, जो ଦେହ ଅଛି, 4 ପ୍ରକାର ଦେହ, 84 ଲକ୍ଷ ଯୋନି, ଏବଂ ତା 4ଟା ଡିଭିଜନରେ କରାଗଲା। ଦେହ ରୁ ସଦବସ୍ତୁକୁ ଅଲଗା କରିଦିଅ। ସବୁଥିରେ ସତ ଅଛି, ସତ ଯୋଗୁ ଏ ସେମାନେ ଅଛନ୍ତି, ସତକୁ ଅଲଗା କରିଦବ। ପୁରୁଣା କାଳରେ ମେଳା ବେଳକୁ ଆପଣ ମଧ୍ୟ ଦେଖିଥିବେ, ସେ ଚିନି ସରକାର ସବୁ କଣ ଗୋଟେ ତିଆରି କରିଥାଏ, ଏମିତି ଗୋଟେ ଖମ୍ବଟେ ଥିବ, ଆଉ ଖମ୍ବରେ ଉପରେ ଗୋଟେ ଝିଲଝିଲି ହେଇକି ସେ ବୁଲୁଥିବ ହାୱାରେ। ତାପରେ ଗୋଟେ ଚିନିର ସରକାର ଗୋଟେ ତିଆରି କରିଛନ୍ତି, ସେ ତାକୁ ଆଉ ଗୋଟେ କଣ ମିଶାନ୍ତି, ଆଉ ଗୋଟେ ବାପା, ମା, ଝିଅ, ପୁଅ, ଆଉ ଗୋଟେ ଝିଅ, ଆଉ ଗୋଟେ ସାନ, ଏମିତି ସବୁ ଯାଇଛନ୍ତି, 5-6 ଜଣ ଧାରନ୍ତ। ତ ଏଇଟା ଦେଖିଲା ପରେ ବାସ୍, ବଡର ଇଚ୍ଛା ହେଲା, ଝିଅର ଇଚ୍ଛା ହେଲା, ପୁଅ ବି ନାଚିବାକୁ ଲାଗିଲା। ଦେନ୍ ବାପା ବାଧ୍ୟ ହେଇକି, ଜାଣିଛନ୍ତି, ଦି ଏକ୍ସଜଷ୍ଟ ଅଫ ଦି ମନି ଇଜ ଦି ମେଳା। ମେଳା ମାନେ କଣ, ମାର୍କେଟିଂ ମାନେ କଣ। ଗୋଟେ रील में दौथला कि जो लेडीज लोग, वो 3 बार मार्केटिंग करते हैं एक ही चीज के लिए। ना कैसे, ना फास्ट वो देखने के लिए जाते हैं, कन्फर्म करते यस एटा को नेबू, सॉरी बेटा एटा को रखिदियो, मैं काली आसू। सेकेंड रे से जानती किणती, थर्ड रे आउ थे धरिकी जाती कि नो एटा को चेंज कर दिए, एटा निहात कारण एटा भल लगलानी, कलर ठीक है, क्वालिटी ठीक है। एमती से गोटे जिनस 3 थर मार्केटिंग करते, से जा हो मार्केटिंग माने एडजस्ट ऑफ द मनी। बर्तमान झील कहला बापा मुझे किणबू, तो सी तार इंटरेस्टिंग रे देखौछि, घोड़ा कर दउछि, देन सेटा को नै करी हाथी कर दउछि, कुकुर कर दउछि। झील मागिला मते घोड़ा, पुओ मागिला मते सिंह, आउ सानो पुओटा मागिला मते हाथी, आउ गोटे सानो झीलटा थिला मते ठेकुआ। ठेकुआ ए जो झारखंड वाला ठेकुआ नु, झारखंड वाला ठेकुआ कौन स्वामी जी, अरे गोटे तैयारी हुए सेटा, ताकू भी ठेकुआ कहते, बड़ा मुश्किल। ठेकुआ माने खरगोश। तापर आउ गोटे सानटा थिला, से बंदर मागिला। सब खेलुଛନ୍ତି, ଖାଇବେ କଣ, କିଣିଲେ କେ ମାନେ ଆକ୍ରମଣ କରିବାରେ ଲାଗିଲେ ସେଟାକୁ ଧରିକି। ମଜା ଲାଗୁଛି, ଖାଇବେ ତ ଆଉ। ଘରେ ତ ଖେଳନ୍ତି ନା, ତ କାର ସବୁ ଭାଙ୍ଗିଗଲା, କାନ୍ଦିବାକୁ ଲାଗିଲେ।
ଯେ ବାପା କହିଲେ ଗୋଟେ କାମ କର, ଏସବୁ ଭଙ୍ଗା ଭଙ୍ଗି ହେଇଗଲା, ତମେ ଆଉ ଥରେ ନେଇଯାଅ, ଏଇଟା ପାଇଁ ତମେ, ଆଉ ମୁଁ ପଇସା ଦେବିନି, ଏଇଟାକୁ ତମେ କରିଦବ। ତ ବର୍ତ୍ତମାନ ସେ ସବୁ ନେଇଗଲେ, ସବୁ ମିଶେଇକି ଗୋଲ କରିଦେଲେ। ବର୍ତ୍ତମାନ କଣ ହେଲା? ଚିନି। ଯେତେବେଳେ ଚିନି ହେଇଗଲା, ଏତେ ବଡ ଗୋଲଟା ହେଲା, ବହୁତ ପାଞ୍ଚ ଛଅଟା ମିଶିଛି ନା। ବର୍ତ୍ତମାନ ଯେତେବେଳେ ଚିନିକୁ ସେ ଧରିଲେ ଗୋଲ କରିକି, ଜାଣିଛନ୍ତି ହାତୀ ଗାଏବ, ସିଂହ ଗାଏବ, ମାଙ୍କଡ ଗାଏବ, ଓଟ ଗାଏବ, ହାତୀ, ଯାହା ଯାହା ମୁଁ କହିଥିଲି ସବୁ ଗାଏବ। ଗଲା କୁଆଡେ? ଅର୍ଥାତ୍ ରୂପର କୌଣସି ନାହିଁ। କ୍ଲିୟର? ଇଏ ଗୋଟେ ଗଲା। ତାପରେ ସେ ଆଉଥରେ ତିଆରି କଲା, ଆଉଥରେ ହେଇଗଲା। ବର୍ତ୍ତମାନ ସେଇ ଚିନିଟା ଦି ମିନିଟ ପୂର୍ବରୁ ଚିନି ଥିଲା, ବର୍ତ୍ତମାନ ଭାସିଥିଲା କଣରେ? ଘୋଡାରେ, ହାତୀରେ। ତ ଯିଏ ଜ୍ଞାନୀ, ଯିଏ ବାପା ମା, ଯିଏ ବିକାଳି, ସିଏ ଜାଣିଛି, ସେଥିପାଇଁ ଭାଙ୍ଗିଲେ ବି ଦୁଃଖ ନାହିଁ। ତ ବସ୍ତୁ ଭାସିତ ଯେମିତି ସେମିତି ହଉଛି, କିଛି ଚିନ୍ତା ନାହିଁ। କାରଣ ସତ ଯୋଗୁ ଭାସିତ ହଉଛି, ସତ ଯଦି ନଥିବ ଭାସିତ ହବନି। ଭାବନ୍ତୁ ଚିନିକୁ ହଟେଇଦବ, କଣ ସେ ହାତୀ ଘୋଡା ରହିବ? ସୁନାକୁ ହଟେଇଦବା, ଅଳଙ୍କାର ମୁଦି ଆଦି ରହିବ? ପାଣିକୁ ହଟେଇଦବା, ଢେଉ, ତରଙ୍ଗ, ବୁଦବୁଦ, ବୁଲବୁଲ ଆଦି ରହିବ ନାହିଁ? ଯଦି ରହୁଛି ମଧ୍ୟ, କାରଣ ସତକୁ ତ ହଟାଇ ପାରିବେନି। ଅପ୍ରତିରୋଧମ, ଅପ୍ରତିହାରମ, ମୁଁ ଯେମିତି କାଲି ଗୋଟେ ଶବ୍ଦଟି କହିନଥିଲି, ଅନାରୋପିତମ, ସେମିତି ବର୍ତ୍ତମାନ ଗୋଟେ ଶବ୍ଦଟି କହୁଛି, ଅପ୍ରତିଷେଧମ, ଅପ୍ରତିହାରମ। ଅର୍ଥାତ୍ ଯାହାକୁ ପ୍ରତିହାର କରିପାରିବନି, ଯାହାକୁ ଚେଞ୍ଜ କରିହବନି। ତାକୁ କହନ୍ତି ସତ୍। ଯେତେବେଳେ ସିଏ ଚେଞ୍ଜ ହଉନି, ତାହେଲେ ହାତୀ ଘୋଡ଼ା ଯାକ କାହିଁ ଚେଞ୍ଜ ହେବେ? ଯଦି ଚିନି ଚେଞ୍ଜ ହଉନି, ପାଣି ଚେଞ୍ଜ ହଉନି, ତାହେଲେ ଲହୁଡ଼ି, ଲହଡ଼ି, ବୁନ୍ଦବୁଦ କାହିଁ ଚେଞ୍ଜ ହେବେ? ଥାନ୍ତୁ। ସୁନା ଯଦି ଚେଞ୍ଜ ହଉନି, ସୁନା ଚେଞ୍ଜ ହେଲେ ସିନା ଏଇ ଯାକ ଚେଞ୍ଜ ହେଇଯାଉଥିଲେ। କାରଣ ପରିବର୍ତ୍ତନାତ୍ କାର୍ଯ୍ୟ ପରିବର୍ତ୍ତନ, କାରଣ ଅପରିବର୍ତ୍ତନ, ତ କାର୍ଯ୍ୟ ଅପିଭାଷିତ। ଏଗେନ୍ ସ୍ୱାମୀଜୀ କଣ, କାରଣକୁ ଆପଣ ଅପରିବର୍ତ୍ତନ କହୁଛନ୍ତି, କିନ୍ତୁ କାର୍ଯ୍ୟକୁ କହୁଛନ୍ତି ଭାଷିତ। କାହିଁକି? କାରଣ, କାରଣ ଅଧିଷ୍ଠାନରେ ଏମାନେ ସବୁ ଆରୋପିତ, ସତରେ ଏମାନଙ୍କର ଅସ୍ତିତ୍ବ ନାହିଁ। ଓ ଆପଣ ଚିନିକୁ କହୁଛନ୍ତି ରହୁଛି, କିନ୍ତୁ ଏଇ ଘୋଡ଼ା, ହାତୀକୁ ସବୁ କହିଦଉଛନ୍ତି କଣ? ବିକାର, ପରିବର୍ତ୍ତନୀୟ। କାହିଁକି ନା ତା ଉପରେ ତିଆରି ହେଇଛି ଏଟା। ଯଦି ପ୍ରତୀତି ଦେଖାଯାଉଛି, କିଛି ଅସୁବିଧା ନାହିଁ। ଆଚ୍ଛା, ନହ ଅସନ୍ତୋ ଅଣ୍ଡାଦୟୋ ହୋ ଭାନ୍ତୁ। ଅସତ ରୂପ ଇଏ, ଯଦି ଏ ଭାତି ହଉଛି ବି, ଚିନ୍ତା ନାହିଁ। ଏବେ ଆମେ ସମୁଦ୍ର କୂଳରେ ବସିଛନ୍ତି, ଅନେକ ଲହୁଡ଼ି ଆସୁଛି, ଲହଡ଼ି, ଢେଉ, ବୁଦବୁଦ ହଉଛି ସେ। ଆଚ୍ଛା, ଜ୍ଞାନ ହେଇଗଲା ପରେ ସେ ବନ୍ଦ ହେଇଯିବ କି? ଲହଡ଼ି କହିବ ନମସ୍କାର, ଆପଣଙ୍କର ଜ୍ଞାନ ହେଇଗଲା, ମୁଁ ବର୍ତ୍ତମାନ ଉଭେଇ ଯାଉଛି, କେବଳ ଆପଣ ଜଳ ଦେଖନ୍ତୁ। ହବନି ସେ। ଜ୍ଞାନ ହେଇଗଲା ପରେ ବି ଜଳ ଦେଖାଯିବ, ମାନେ ଲହଡ଼ି ଦେଖାଯିବ। ଜ୍ଞାନ ହେଇଗଲା ପରେ ମଧ୍ୟ ଏ ଭାବନ୍ତୁନି, ସ୍ୱାମୀଜୀ ମୁଁ ପ୍ରବଚନ କାହିଁ ଆସୁନ? ଆରେ ବड़ा ମୁସ୍କିଲ ଆପଣଙ୍କର ପଞ୍ଚଦଶୀ। ମୁଁ ଜାଣିଥିଲି ବେଦାନ୍ତ ବହୁତ ମୁସ୍କିଲ। କଣ ମୁସ୍କିଲ? ନା ଶୁଣିଲି କି ସମୁ ବ୍ରହ୍ମ ହେଇଯିବ, ତ ମୋର ଯଦି ପତ୍ନୀ ବ୍ରହ୍ମ ହେଇଯିବ, ମୋର ପତି ବ୍ରହ୍ମ ହେଇଯିବ, ମୋ ପୁଅ ବ୍ରହ୍ମ ହେଇଯିବ, ମୋର ଝିଅ, ଏଠି ବୋଲି ବହୁତ ମୁସ୍କିଲ। ନାହିଁ ରେ ବାବା, ମୁସ୍କିଲ ନାହିଁ, ବରଂ ତୁ ଭଲରେ ଡିଲ୍ କରିପାରିବେ। ନା କଣ? ନା ବ୍ରହ୍ମ ହେଇଗଲା ପରେ ସିଏ ପତି ପତ୍ନୀ ସବୁ ଯେମିତି ସେମିତି ରହିଥିବେ। ତାଙ୍କ ଠାରୁ କେବଳ ଯୋଉ ସୁଖର ଭାବନା ଥିଲା, କି ଇଏ ମତେ ପ୍ୟାର କଲେ ମତେ ସୁଖ ମିଳିବ, ଏଇ ଦୃଷ୍ଟି ସେ ଚାଲିଯିବ, ଆଉ କିଛି ନାହିଁ।
ହଁ ତାହେଲେ ତ ପ୍ୟାର କରିବ, ପ୍ୟାର ଶରୀର ପ୍ୟାର କରିବ, ଶରୀର ଶରୀରକୁ ପ୍ୟାର କରିବ, आत्मा को नो। जने कहो स्वामी जी आप नाराज है मेरे पास। ना नाराज किसको? शरीर को ना आत्मा को? शरीर को, शरीर को नाराज, ठीक है। मैं भी नाराज हूं शरीर के ऊपर, आत्मा को नाराज हो ही नहीं सकता। ଯଦି ଏଇ ଅସତକୁ ତମେ ଧରିଲ ଏବଂ ବର୍ତ୍ତମାନ ଏ ଭାଷିତ ଦେଖାଯାଉଛି, ବ୍ରହ୍ମାଣ୍ଡ ଭାଷିତ, ଲୋକ ଭାଷିତ, ଶରୀର ଭାଷିତ, କିଛି କ୍ଷତି ନାହିଁ ବେଦାନ୍ତର, ସତର। ଭାନ୍ତ ତଦ ଭାନେ ଅପି ଇହ କା କ୍ଷତି। ପ୍ରଶ୍ନ ହବ କଣ? ଅଦ୍ୱୈତ ଜ୍ଞାନ ହେଲା ପରେ ପ୍ରତୀତି ଯଦି ନ ହବ, ପ୍ରତୀତି ଯୋଗୁଁ ଜଣେ ଭେଦ ଜ୍ଞାନ ହଉଛି। ଆପଣ କହୁଛନ୍ତି ଭେଦ ଜ୍ଞାନ ଲୁପ୍ତ ହେଇଯିବ, ତ ଜ୍ଞାନୀର ଜ୍ଞାନ ମଧ୍ୟ ଲୁପ୍ତ ହେଇଯିବ। କହୁଛନ୍ତି ନାଇଁ, ଜ୍ଞାନ ଲୁପ୍ତ ହବନି, ଯେ ଜ୍ଞାନଟା ଯେମିତି ସେମିତି ହବ। ପ୍ରକାଶ ହେଇଗଲା ପରେ ରଶ୍ମି ଯୋଉଟା ସର୍ପ ଦେଖାଯାଉଥିଲା ଅନ୍ଧକାରରେ, ବର୍ତ୍ତମାନ ସେଟା ରଶ୍ମି ଦେଖାଗଲା। ସର୍ପର ଭ୍ରାନ୍ତି ଆଉ ହବନି, ଭ୍ରାନ୍ତି ରହିବନି। ନା ଏଗେନ୍ ସ୍ୱାମୀଜୀ, ବ୍ରହ୍ମାଣ୍ଡ, ଲୌକିକ ଦେହ ଏ ସବୁ ରହିବନି? ନା ରହିବ, କିନ୍ତୁ ଭ୍ରାନ୍ତି ରହିବନି। ଏଇମାନେ ଯେ ସୁଖର କାରଣ, ଏମାନେ ଯେ ସୁଖ ଦଉଛନ୍ତି, ସେଇଟା ଆଉ ରହିବନି। କଣ? ଏମାନେ ଆରୋପିତମ୍, ଅଧ୍ୟାରୋପିତମ୍, ଅଧ୍ୟାସ ମାତ୍ର। ଆଚ୍ଛା, ଜ୍ଞାନ ହେଇଗଲା ପରେ ମୃଗ ମରୀଚିକାର ପାଣିଟା ଦେଖାଯିବ କି ନାହିଁ? ଦେଖାଯିବ, କିନ୍ତୁ ତା ପ୍ରତି ଆଉ ଆସକ୍ତି ହବନି, କାରଣ ପାଣି ନାହିଁ, ମିଥ୍ୟା। ଏଇଟା ଅନୁଭବ କର। 98। ପ୍ରଶ୍ନ? କି କଣ ସ୍ୱାମୀଜୀ ପ୍ରଶ୍ନ ପଚାରିବେ, ଚୁପଚାପ ରହିଗଲେ? ନାଇଁ, ସିଏ ଚୁପ ରହିଛି ନା କଣ? କିଏ ଚୁପ ରହିଛି? ଶିଷ୍ୟ କଣ ପାଇଁ ଚୁପ ରହିଛି? ଗୋଟେ ଭାବୁଛି କଣ ପଚାରିବି। ଆଚ୍ଛା, ଭାବିଲା? ହଁ ଭାବିଲା। କଣ ସେ କହୁଛି ଏବେ? ଯେତେବେଳେ ଗୋଟେ ପାଠ ପଢିଲୁ, ହୁଁ, ଅଭ୍ୟାସ ନ ରହିଲେ ପାଠଟା ଆମେ ଭୁଲି ଯାଉଛୁ। ଓକେ, ଆପଣଙ୍କର ହିଁ ଶାସ୍ତ୍ରରେ ଅଛି, ଅନଭ୍ୟାସେ ଶାସ୍ତ୍ରମ୍ ବିଷମ୍। ଅଭ୍ୟାସ ଯଦି ନ ରହିବ, ଶାସ୍ତ୍ରଟା ଜହର ଭଳିଆ, ବିଷ ଭଳିଆ କାମ ଦବ। ହୁଁ, ଯେତେବେଳେ ଅଦ୍ୱୈତ ଜ୍ଞାନ ହେଲା, ଓକେ, ଆଉ ପ୍ରବଚନ ଦେଲାନି, ଅଭ୍ୟାସ କଲାନି, କିଛି ନାହିଁ। ତାପରେ ସେଇ ଯୋଉ ଅଭେଦ ଜ୍ଞାନଟା ନଷ୍ଟ ହେଇଯିବ ନା ନାଇଁ? ଏଇଟା ମୋର ପ୍ରଶ୍ନ। ଗୁରୁଜୀ କୁହନ୍ତୁ ଆପଣ। ମୁଁ ପୁରା 96ରେ କହିଥିଲି, ତଦଭାନ ଅପି ହକାକ୍ଷ। ନାଇଁ, ସେଇଠି ଆପଣ କହିଥିଲେ ଭାନ ବିଷୟରେ, ଆପଣ ନିଜେ ହିଁ ମନେ ରଖି ପାରୁନାହାନ୍ତି। ଆଚ୍ଛା, ସେଇଠି ଆପଣ କହିଥିଲେ ଯଦି ଦ୍ୱୈତ ଭାନ ହଉଛି, ପ୍ରତୀତି ଭାନ ହଉଛି, କିଛି ଅସୁବିଧା ନାହିଁ, ଏଇଟା କହିଥିଲେ। ବର୍ତ୍ତମାନ ମୋର ପ୍ରଶ୍ନ ଅଛି କି ଅଦ୍ୱୈତ ଜ୍ଞାନର ଯଦି ଅଭ୍ୟାସ ନ କରିବ, ତ ମନୁଷ୍ୟ ଭୁଲିଯିବ। ଏଇଟା ମୋର ଟପିକ। ଓ ବେଟା, ତାର ଅର୍ଥ କହୁଛନ୍ତି 98। ଭୂତ ଭୌତିକ ମାୟାନାମ୍
भूतभौतिकमायानाम् असत्त्वेत्यन्तवासिते असत्त्वेत्यन्तभासिते सद्वस्त्वद्वैतमित्येषा सद्वस्तुत्वद्वैतमित्येषा हि विपर्येत न क्वचित्। धीर्भि धीर्भिपर्योति न क्वचित्। हि विपर्येति न क्वचित्। धीर्भिपर्योति न क्वचित्। धी विपर्येति नॉट योति। धी विपर्येति न क्वचित्। धीर्भिपर्येति न क्वचित्। क्वचित नहीं क्वचित। क्वचित एमती हो। भूत भौतिक माया এই টপিকটা ଚାଲିଛି। ଭୂତ ମାନେ ପଞ୍ଚମହାଭୂତ, ଭୌତିକ ମାନେ 14 ଲୋକ, ବ୍ରହ୍ମାଣ୍ଡ। ଭୂତର ଉତ୍ପନ୍ନ ପଦାର୍ଥ, ଭୂତ ଭୌତିକ। ମାୟା, ମାୟା ହଉଛି କାରଣ, କାରଣରୁ ହିଁ କାର୍ଯ୍ୟ ହଉଛି ଏମାନେ ସବୁ କାର୍ଯ୍ୟ। କଣ ଭାବିଲ? ଅସତ୍ୟ, ୟାକୁ ମିଥ୍ୟା ଜାଣିଲ, ଇଏ ତ ସତ ନୁହଁ। ଦେଖ, ମୂଳ ଟପିକ ସୃଷ୍ଟି ନୁହଁ, ମୂଳ ଟପିକ ମାୟା ନୁହଁ, ମୂଳ ଟପିକ ହଉଛି ସତ ଅସତ ବିଚାର କରିବା। एकमात्र ब्रह्म सत लक्षणम, तद व्यतिरिक्तम अनित्यम, असत्य, मिथ्या। ଏ ଭୂତ ଭୌତିକ ମାୟାର ମିଥ୍ୟା ଜାଣିଲା ପରେ ଅତ୍ୟନ୍ତ ବାସିତେ, ବାସିତେ ମାନେ ନିଶ୍ଚୟ ଜ୍ଞାନ, ଦୃଢ ଜ୍ଞାନ। ବାସିତେ, ବସତେ, କେତେ ବର୍ଷ ହେଲାଣି ବସବାସ କଲଣି ଏଠି? ନା ଆଜ୍ଞା, ଆମେ ତ କୁଆଡୁ ଆସିଥିଲୁ। ଏବଂ ମୁଁ ଜାଣିନି, ମୁଁ ତ ପିଲାବେଳୁ ସନ୍ନ୍ୟାସୀ ହେଇଗଲେ। ତ ଆମର ଜଣେ ଭଉଣୀଟେ କହୁଥିଲେ କି ଆମେ ମାନେ ଆମର ପୂର୍ବପୁରୁଷରୁ କହନ୍ତି ମହାରାଷ୍ଟ୍ରରେ ଏଇ ଯୋଉ ଯୁଦ୍ଧ ହଉଥିଲା ପାଇକ ପୋଳକୁ ଆସିଥିଲେ, ସେଠି ରହିଯାଇଥିଲେ। ସେଇଠୁ ବୋଧେ ବୋଧେ ମାନେ ସେ 8-10 ବର୍ଷ, ମାନେ 8-10 ଜେନେରେସନର କହୁଥିବେ ବୋଧେ। ଦେନ୍ ହେଇ 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 ଆମର ବର୍ତ୍ତମାନ ରହିଲେ। ଦେନ୍ ଓଡ଼ିଆ ଓଡ଼ିଆ ଦି ତିନି ଅ, ମାନେ ପୁରୁଷ ଯଦି ରହିଗଲେ ସେଇଟା ମାନା ଯାଉଛି। ଏ ମୁସଲମାନ ମାନେ କଣ, 1947 ପୂର୍ବରୁ ସବୁ ହିନ୍ଦୁ ଥିଲେ, ସେମାନେ ହିଁ ଏ ଜବରଦସ୍ତରେ ସବୁ ମୁସଲମାନ ହେଇଛନ୍ତି। ଯାହା ନାଁ ବି ସବୁ କହୁନାହାନ୍ତି, ବର୍ତ୍ତମାନ ସବୁ ହିନ୍ଦୁ ଥିଲେ। ସେମିତି ଯାହା ବି ତମେ ଦେଖୁଛ ସବୁ ସତ୍ ଥିଲା, ଏମିତି ଭାବ। ସତ୍ ହିଁ ଆୟା ହେଇଛି। ଏଇପରି ଭାବରେ ଯେତେବେଳେ ବାସିତେ, ବାସିତେ ମାନେ ନିଶ୍ଚୟ ହେଇଗଲା। ଏ ବାସିତେ ଶବ୍ଦରୁ ମୁଁ ବୁଝଉଥିଲି ଆପଣଙ୍କୁ, ଦି ତିନି ପୁରୁଷ ଯଦି ରହିଗଲେ ବାସିତେ ହେଇଗଲେ, ସେମାନେ ବାସିନ୍ଦା ହେଇଯାଉଛନ୍ତି, ବାସିତେ ବାସିନ୍ଦା। ସେମିତି ନିଶ୍ଚୟ ହେଇଗଲା ପରେ କଣ? ମାୟା, ଭୂତ ଭୌତିକ ଏସବୁ ଅସତ୍ୟ। ସଦବସ୍ତୁ ଅଦ୍ୱୈତ ଇत्यେଷା, ସତବସ୍ତୁ ହିଁ ଏକ ଅଦ୍ୱୈତମ, ଅଦ୍ୱୈତମ ଏକମେବ ଅଦ୍ୱିତୀୟ, ଅଦ୍ୱିତୀୟ ଗୋଟିଏ ହିଁ ବ୍ରହ୍ମ ସତବସ୍ତୁ। ଶ୍ଲୋକ ଦେଖନ୍ତୁ, ସଦବସ୍ତୁ ଅଦ୍ୱୈତ ମିତ୍ୟେଷା ଧୀ ବିପରୀତ ନ କ୍ୱଚିତ୍। ଫିର ବିପରୀତ ବୁଦ୍ଧି କୋଉଠି ଆସିବ? ଆଉ ବିପରୀତ ବୁଦ୍ଧି ହବନି। ନା ହଉନି, ନା ପାଠ ନ ପଢିଲେ ମନେ ରହୁନି। ଆରେ ବାବା, ସେଇଟା ଜେନେରାଲରେ। ଜନକରାଜ ବଢିଆରେ ସୁନ୍ଦରରେ ଖାଇଲେ, ରାଣୀ ଖୁଆଇଲେ। ରାତିରେ ଶିକାର କରିବାକୁ ଯାଇଥିଲେ ବା କୁଆଡେ ଯାଇଥିଲେ, ରାଜକାର୍ଯ୍ୟ ଥକି ଯାଇଥିଲେ। ଶିକାର ତ କରୁନଥିଲେ ସିଏ ଜନକରାଜ, ଏବଂ ପ୍ରଜାମାନଙ୍କୁ ଦେଖିବା ପାଇଁ ଯାଇଥିବେ, ଦୁଃଖ ଶୁଣିବା ପାଇଁ ଯାଇଥିବେ। ରାତିରେ ଆସି ଖାଇକି ଶୋଇଛନ୍ତି। ନିଶ୍ଚୟ ସେ ସଂସ୍କାରଟା ପଡିଛି ବୁଲିବାରଟା। ତେଣୁ ବର୍ତ୍ତମାନ ଭିକାରୀ ହେଇଯାଇଛନ୍ତି ସ୍ୱପ୍ନରେ, ଆଉ ଭୋକ ବି ଲାଗୁଛି। ବସ୍, ଉପନିଷଦ ଗଙ୍ଗାରେ ଏଇ ସିରିଏଲଟା ଅଛି, ମିଥ୍ୟା ସତ୍ୟ ବୁଝିବା ପାଇଁ।
ବା ସେ ସ୍ୱପ୍ନରେ ଦରଦର ଭାଙ୍ଗୁଛନ୍ତି, ଯୋଉଠି କୁକୁର ଖାଉଛନ୍ତି, ଯୋଉଠି ପଡିଛି ସେ ଯୋଉ ମାଠିଆର ଭାଙ୍ଗି ଯାଇଛି ସେଇଟା, ସେଇଟାକୁ ଛିଞ୍ଚିକି ଖାଉଛନ୍ତି। ଭୋକ ଲାଗୁଛି, ଦେ ଦେ ମୁଝେ କୁछ ଦେ ଦେ ମା, ମୁଝେ କୁछ ଦେ ଦେ ମା ମାଗୁଛନ୍ତି। ଯେତେବେଳେ ଉଠିଲେ ଆଶ୍ଚର୍ଯ୍ୟ ହେଇଗଲା, ପସିନା। କାରଣ ଏତିକି ଟିକେ ଖାଇବା ପାଇଁ କୁକୁର, ଦଣ୍ଡା, ପୁଲିସ, ଚୋର କେତେ କଣ ସବୁ ଦେଖି ସାରିଲେଣି। ଯେତେବେଳେ ଉଠିଗଲା ପରେ ସବୁ ଗଲା ଗାୟବ। ଯେତେବେଳେ ସେ ଉଠିଲେ ଆପଣ ଜାଣିଦେଲେ, ଆରେ ମୁଁ ତ ଜନକ ରାଜ। ସେ ଜନକ ରାଜର ଯେ ଜ୍ଞାନଟା କଣ ଆଉ ଥରେ ନଷ୍ଟ ହେଇଯିବ କି ଯେତେବେଳେ ସେ ସ୍ୱପ୍ନରୁ ଆସିଲେ? ନାଇଁ। ସେ ବିପରୀତ ଜ୍ଞାନ ଆଉ ମାନେ ଯୋଉ ଜ୍ଞାନଟା ଅଛି, ବିପରୀତ ନ କଚେ ଧି ବିପରୀତ, ବୁଦ୍ଧିର ବିପରୀତ ଭାବନା, ବୁଦ୍ଧିର ବିପରୀତ ବୁଦ୍ଧି ହବନି। ବିପରୀତ ବୁଦ୍ଧି କଣ? ସ୍ୱପ୍ନରେ ଭିକାରୀ ଥିଲେ, ସେଇଟା ଆଉ ହବନି। ନ କଚେ। ଆଉ ଗୋଟେ ଏକ୍ସାମ୍ପଲ। ସ୍ୱାମୀଜୀ ଏଇ ଏକ୍ସାମ୍ପଲରେ ଆପଣ ଘଡ଼ିଟାକୁ ବड़ा ଇଣ୍ଟରେଷ୍ଟିଂରେ ଦେଖେଇ ଦଉଛନ୍ତି। ଦେଖଉଛି ଆଉ ହେଲା। ଏଇଟା ଘଡ଼ି। ହଁ। ଏବେ କଣ କହିବା ପାଇଁ ଚାହୁଁଛନ୍ତି? ନା ଆଉ ଗୋଟେ ଜିନିଷ କହିବା ପାଇଁ ଚାହୁଁଛି। କଣ? 5 ବର୍ଷରୁ ଏଇଟା ତ କହିଛନ୍ତି ଆପଣ। ହଉ କହିଛନ୍ତି, ଶୁଣ ଟିକେ ଧୈର୍ଯ୍ୟ ରଖିକି। ଏ ଘଡ଼ିର ମୂଲ୍ୟ 6,000 ଟଙ୍କା। ପ୍ରଥମେ ମୁଁ ଯେତେବେଳେ ପଚାରିଲି ଘଡ଼ିର ମୂଲ୍ୟ କଣ, ଆପଣ ଜାଣିନାହାନ୍ତି। ଘଡ଼ିର ମୂଲ୍ୟ ଅଜ୍ଞାନ। ବର୍ତ୍ତମାନ ଜାଣିଦେଲେ ଘଡ଼ିର ମୂଲ୍ୟ 6,000 ଟଙ୍କା। ଅଜ୍ଞାନଟା ନଷ୍ଟ ହେଇଗଲା। ପ୍ରଥମେ କଣ ଥିଲା? ଅଜ୍ଞାନରେ ଥିଲା, ଘଡ଼ିର ମୂଲ୍ୟ ଅଜ୍ଞାନ। ଯେତେବେଳେ ଜାଣିଦେଲେ ଘଡ଼ିର ମୂଲ୍ୟ 6,000, ଜ୍ଞାନ। ହଁ। ତାପରେ ଘଡ଼ିଟାକୁ ମୁଁ ଲୁଚେଇଲି। ହଁ। ମୁଁ କହିଲି ଆଉ ଥରେ ଅଜ୍ଞାନ ସ୍ଥିତିକୁ ଗଲ। ନାଇଁ, ହବନି ତ, କାରଣ ଜ୍ଞାନ ହେଇଗଲା। କି ଘଡ଼ିର ଏକ୍ସାକ୍ଟ ଲାଇକ୍ ଦ୍ୟାଟ୍। ତୁମେ ଆତ୍ମା ନୁହଁ, ଏଇଟା ପୂର୍ବରୁ ଥିଲା। ଗୁରୁଙ୍କର ଉପଦେଶରୁ ଆତ୍ମା ତୁମେ ଅନୁଭବ ହେଇଗଲା ପରେ, ଯୋଉ ଆତ୍ମା ମୁଁ ନୁହଁ ସେଟା ହଟି ଯାଇଛି, ଆଉ ଥରେ ସେଇଟାକୁ ଆସିବ କି ମୁଁ ଶରୀର ଆତ୍ମା, ମୁଁ ମନ ଆତ୍ମା? ନାଇଁ, ଆସିବନି। ବାସ୍। ଅର୍ଥାତ୍ ବିପରୀତ ଜ୍ଞାନ ହବ ନାହିଁ, ତମେ ଆଉ ଥରେ ଫେରି ପାରିବନି। ତମେ ଏ ମନଟା ମନଟା ଗୋଟେ ଏମିତିଆ ନିୟମ। ଆଉ ଟିକେ ମୁଁ ଅଲଗା ରୂପରେ ବୁଝଉଛି। କଣ କେମିତି ବୁଝଉଛନ୍ତି? ବୁଝଉଛନ୍ତି ଏମିତିଆ। ତୁମେ ଯାହାକୁ ମନା କରିବ ସେଇ ବୃତ୍ତିଟା ସିଏ ଆଣିବ। ଜଣେ ଗୁରୁ ଶିଷ୍ୟକୁ କହିଲେ, ଶିଷ୍ୟ ଧ୍ୟାନ କର। ହଁ। ଜଙ୍ଗଲରେ ବସିଥିଲେ। ହଁ। ଗଛ ତଳେ ତମେ ଅଛ। ମନେ ରଖିଥାଅ। କଣ? ତମେ ଯୋଉଠି ବସିଛ ଗଛ ତଳେ, ଆଖି ବନ୍ଦ କରିଦେଇ କଲି, ତମେ ସବୁ ଚିନ୍ତନ କରିବ। ଆକାଶ, ବାୟୁ, ଏମିତି କରି ଭଗବାନ ପାଖକୁ ଯିବ। କିନ୍ତୁ ଡାଳ ଉପରେ ଗୋଟେ ମାଙ୍କଡ ବସିଛି ବୋଲି ଭାବିବନି। ଆଚ୍ଛା, ମାଙ୍କଡ ବସିଛି ବୋଲି ଭାବିବନି, ଏଇଟା କହିଦେଲେ ଏଇଟା ହିଁ ଆସୁଛି ବର୍ତ୍ତମାନ। ଆଉ ମାଙ୍କଡ ଛଡା ଆଉ କିଛି ଆସୁନି। ଏଇଟା ଏଇଟା ମିଶିବନି। ଯେତେବେଳେ ଆପଣ ପ୍ରଶ୍ନ ପଚାରେ, ଏ ପବିତ୍ର ଭଳିଆ ଲୋକ ସେ ପଚାରିଦେବେ ମତେ, ସ୍ୱାମୀଜୀ ଆପଣ ଏଇଟା କହିଥିଲେ। ଶୁଣ, ବୁଝିବାର ବୃତ୍ତିଟା ଗୋଟେ ଏମିତିଆ, ସେ ମାଙ୍କଡ ବୃତ୍ତି। ତମେ ନାହା କଳ, ହଁ ଆସୁଛି। ଏଇଟା ମୁଁ ଜଷ୍ଟ ବୁଝିବା ପାଇଁ କହୁଛନ୍ତି। ଥରେ ଆତ୍ମଜ୍ଞାନ ହେଇଗଲା ପରେ ଆତ୍ମଜ୍ଞାନ ନଷ୍ଟ ହବ ନାହିଁ, ଏଇଟା ମନେ ରଖିଥାଅ। ଆଚ୍ଛା, ଏବେ ଆମେ ସବୁ ଶୋଇପଡ଼ିବା। ହଁ। ଆପଣ ଡାଉଟ୍ ଅଛି ନା? ଆମେ ତ 2-3 ଜଣ ଶୋଇଛୁ ସ୍ୱାମୀଜୀ କ୍ଲାସରେ। ଖଟରେ ଯେତେବେଳେ ଗଡ଼ିଯିବି ତ ନିଶ୍ଚୟ ଶୋଇଥିବେ। ତାପରେ ଯେତେବେଳେ ପୂର୍ଣ୍ଣମୋଦ କରୁଛନ୍ତି ଜଣା ପଡୁଛି ସରିଲା କ୍ଲାସ୍। ତାପରେ ଆମେ ବନ୍ଦ ବାନ୍ଦ କରିକି, ସିଏ ବି ଘରେ ଡାକୁଛନ୍ତି, ଚା ଜଳଖିଆ ଖାଉଛୁ, ଆମେ ତ ଶୋଉଛୁ। ଆପଣ ଆଚ୍ଛା, ବର୍ତ୍ତମାନ ମିଶିକି ଅଫିସିଆଲି ଶୋଇବା। ଓ ଅଫିସିଆଲି, ହଁ। ଯେତେବେଳେ ଆପଣ ଅଫିସିଆଲି ଶୋଇବେ, ଉଠିଲେ ସେଇଠି ଯୋଉଠି ଶୋଇଥିଲେ ସେଇଠି ଉଠିବେ ନା।
ଆଉ ଯିଏ ଶୋଇଥିଲା ସିଏ ହିଁ ଉଠିବ ନା। ଆଉ ଯିଏ ଶୋଇଥିଲା ସିଏ ନିଜକୁ ନିଜେ ମନେ ପକେଇଦବ ମୁଁ କିଏ। ନାଇଁ ନାଇଁ ନାଇଁ, ମୁଁ ଶୋଇକି ଉଠିଲା ପରେ ମୁଁ ଅଲଗା। ସ୍ୱାମୀଜୀ ଶୋଇଥିଲେ ଭୁବନେଶ୍ୱରରେ, ଉଠିଲି ପଟିଆଲାରେ। ମୁଁ ଭାବୁଛି ପଟିଆଲା ଯିବି, କିନ୍ତୁ ମୁଁ ଉଠିଲା ପରେ ପଟିଆଲାରେ ଉଠିଗଲି। ତ ତା ପର୍ଯ୍ୟନ୍ତ, ଏ ପର୍ଯ୍ୟନ୍ତ ତମେ ଉଠିନ ଜଣା ପଡୁଛ, ତମେ ଏବେ ବି ସ୍ୱପ୍ନରେ ଅଛ କି ପଟିଆଲାରେ ଅଛ ବୋଲି। ଯଦି ଉଠିଲ ତ ଯୋଉଠି ଶୋଇଥିଲ ସେଇଠି ଉଠିବ। ଯିଏ ଶୋଇଥିଲା ସିଏ ଉଠିବ। ଆଉ ଯିଏ ଶୋଇଥିଲା ତାର ଜ୍ଞାନଟା ଆଉ ଥରେ ଫେରି ଆସିବ, ନଷ୍ଟ ହବନି। ଏ କଥାଟା କହୁଛନ୍ତି। ବୁଝିହେଲା ନା? ଆଜ୍ଞା, ବୁଝିହେଲା। ଅର୍ଥାତ୍ ବିପରୀତ ଜ୍ଞାନ କେବେ ହେଲେ ନଷ୍ଟ ହବ ନାହିଁ। ଥରେ ସୁକ୍ତିରେ, ଶିପିକାରେ, ଶାମୁକାରେ ରୂପାର ଭ୍ରାନ୍ତି ଥିଲା, ତାହା ନଷ୍ଟ ହେଇଗଲା। ରଜତ ଜ୍ଞାନ, ରୂପା ଜ୍ଞାନ ନଷ୍ଟ ହେଇଗଲା। ଆଉ ଥରେ ସେ ଆସିବନି। ଆଉ ଥରେ ରଜତ ଜ୍ଞାନ ଆସିବ, ସେଇଟାରେ ଆସିବନି। ଫେର ଆଉ 3 ଦିନ ପରେ ଆସିଯିବ, ଅଲଗା କଥା। ଏକ୍ସାମ୍ପଲରେ ତ ବ୍ୟଭିଚାରୀ ହବ, କିନ୍ତୁ ଆତ୍ମଜ୍ଞାନରେ ବ୍ୟଭିଚାରୀ ହବନି। ଆତ୍ମଜ୍ଞାନରେ ଅବ୍ୟଭିଚାରୀ ହବ। ଥରେ ଆତ୍ମଜ୍ଞାନ ହେଇଗଲା ପରେ ଆଉ ଡାଉଟ ନାହିଁ। ଆଚ୍ଛା, ସ୍ୱାମୀଜୀ, ହଁ, ଗୋଟେ ବହୁତ ବଡ ପ୍ରୋବ୍ଲେମ ମତେ ଦେଖାଯାଉଛି। ଜଣେ ଷ୍ଟୁଡେଣ୍ଟ କହିଲା ବଡ ପ୍ରୋବ୍ଲେମ, ଏମିତି ହେଲେ ବଡ ପ୍ରୋବ୍ଲେମ ହେଇଯିବ ନା କଣ? ଯେତେବେଳେ ଆତ୍ମଜ୍ଞାନ ହେଇଯିବ ଆଉ ସବୁ ମିଥ୍ୟା ଜଣା ପଡିବ, ଆଉ ବ୍ୟବହାର ହେଇପାରିବନି। କାରଣ ବ୍ୟବହାର ତ ମିଥ୍ୟା ଉପରେ ନା। ମିଥ୍ୟା ମାନେ ସେଇ ଜିନିଷଟା ରହିବା ଉପରେ। ଆପଣ କହୁଛନ୍ତି ସେଇ ଜିନିଷଟା ହିଁ ରହିବନି, ତ ବ୍ୟବହାର ହେଇପାରିବନି। ଲୋକ ବ୍ୟବହାର ନ, ଏମିତି ଯଦି ପ୍ରଶ୍ନ ଅଛି, 99ରେ କହୁଛନ୍ତି ଲୋକ ବ୍ୟବହାର ବିଷୟରେ ହବ କି ନାହିଁ। ସଦଦ୍ୱୈତାତ୍ ପୃଥକ୍ ଭୂତେ तदद्वैतात् पृथक् भूते द्वैते भूम्यादिरूपिणे द्वैते भूम्यादिरूपिणि तत्तदर्थ क्रियालोके ततर्दक्रियालोके तत्तदर्थ क्रियालोके तत्तदर्थक्रियालोके यथा दृष्टा तथैव सा। यथा दृष्टा तथैव सा। अर्थ क्रियाकारित्व जगत। ଜଗତର ପରିଭାଷା କଣ? ଅର୍ଥ କ୍ରିୟାକାରୀ। କଣ ସ୍ୱାମୀଜୀ ବୁଝେଇବି? ବର୍ତ୍ତମାନ ଶ୍ଲୋକର ଅନ୍ୱୟ ସାର ବୁଝିବା। ସତ ଅଦ୍ୱୈତା ପୃଥକ୍ ଭୂତେ, ଦ୍ୱୈତରୁ, ଏଇ ଯୋଉ ଭୂତ ଭୌତିକ ମାୟା ରୁ ସତକୁ ଯେତେବେଳେ ଅଲଗା କରିଦେଲେ, ଏଇ ଯୋଉ ପଦାର୍ଥ ମାୟା, ଭୌତ, ଭୌତିକ ଯେମିତି ସେମିତି ରହିବରେ ବେଟା, ଚେଞ୍ଜ ହବନି। ଆଚ୍ଛା, ଆପଣ କହୁଛନ୍ତି ଯେତେ ଦେଖ ତେତେ ଶ୍ୟାମମୟୀ, सिया राम मैं सब जग जाने। ରଜତ ଦେଖାଯାଉଥିଲା ଶକ୍ତିରେ, ଯେତେବେଳେ ଜାଣିଦେଲା ଆଉ ରଜତ ଦେଖାଯିବନି, ଶକ୍ତିକା ଦେଖାଯିବ। ଫେର ଯେମିତି ସେମିତି ହବ କେମିତି? ବେଟା, ଯିଏ ବ୍ରହ୍ମ ଦେଖୁଛି ତା ପାଇଁ ଏ ପ୍ରଶ୍ନଟା ନାହିଁ। ପ୍ରଶ୍ନଟା କାହାର? ତମର। କଣ ଦେଖୁଛ ତମେ? ଲୋକ ବ୍ୟବହାର। ବାସ୍ ସେଇ ଲୋକଙ୍କ ପାଇଁ, ସେଇ ଲୋକଙ୍କ ବ୍ୟବହାର ପାଇଁ ଯେମିତି ସେମିତି ଆତ୍ମା ଯେମିତି ଥିଲା ସେମିତି ଦେଖାଯିବ। ଯିଏ ସମୁଦ୍ର କୂଳରେ ବସିଛି ଏବଂ ଅନେକ ଢେଉ ଆସୁଛି, ତରଙ୍ଗ ଆସୁଛି, ବୁଲବୁଲ ଆସୁଛି, ଏବଂ ଯିଏ ପାଣି ଦେଖିଦେଲା ତା ପାଇଁ ଆଉ କିଛି ନାହିଁ। କିନ୍ତୁ ଯିଏ ପାଣି ଦେଖିବା ସତ୍ତ୍ୱେ କହୁଛି ଯୋଉ ଢେଉଟା ଏତେ ବଡଟା ଆସୁଛି, ମତେ
ଓଦା କରିଦବ। ବୁଦୁ ବୁଦୁ ମୋ ପାଦ ପାଖକୁ ଆସିଲାଣି। ସେ କେମିତି ହବ? କେମିତି ମୁଁ ବ୍ୟବହାର କରିବି? ସେମିତି ବ୍ୟବହାର କରିବି। ବୁଦୁ ବୁଦୁ ପାଖରେ ଯଦି ଆସିଲା, ଚପଲଟା ବାହାର କରିକି ଗୋଡଟା ଦେଇଦେ। ସେ ତତେ ଚରଣ ସ୍ପର୍ଶ କରିକି ପଳେଇବ। ଯାହା ହଉ ମୋର ସାର ତତ୍ଵ ବି ଅନୁଭବ କଲା, ସେଥିପାଇଁ ମୁଁ ତମକୁ ଚରଣ ବନ୍ଦାନ। ତ ଜ୍ଞାନୀ ଦୃଷ୍ଟିରୁ ମଧ୍ୟ ଆଚ୍ଛା ଇଏ ବୁଦବୁଦ ଇଏ ଆସିଥିଲା ଚରଣ ବନ୍ଦନ ପାଇଁ। ଢେଉ ଗୋଟେ ଛୋଟିଆଟେ ଆସିଥିଲା। ପାଣି ଭିତରେ ଯଦି ଅଛ, ତାହେଲେ ଢେଉ ଯେତେବେଳେ ଉପରକୁ ଯାଉଛି ତମେ ତଳକୁ ଆସିଯିବ। ଢେଉ ଯେତେବେଳେ କମ ଆସେ ତମେ ଉପରକୁ ଉଠିଯିବ। ଆଉ ବିରାଟ ଢେଉ ଆସିଲା, ସମସ୍ତଙ୍କୁ ଉଜାଡ କରିକି ନେଲା। ସେ ଯେମିତି ସେମିତି ରହିବ, ତା ପାଇଁ ସେଇଟା ପରିବର୍ତ୍ତନ ହବନି। ଏନେ କି ଜ୍ଞାନୀ ହେଇଗଲା ପରେ ଆଉ ଢେଉ ବନ୍ଦ ହେଇଯିବ ଜୀବନରୁ। ଚରଣ ବନ୍ଦନ କରିବନି ସିଏ ଆଉ ଲହଡ଼ି ସେ ତାର କରିବେ। କିନ୍ତୁ ଜାଣିଦେଲା କି ଇଏ ହଉଛି ପାଣିର ଏକ ବିକାର ମାତ୍ର। ଯେମିତି ସେମିତି ସେ ଜାଣିଦେଲା। ହୁଁ। ତାର ଯୋଉ ବ୍ୟବହାର ହବ କିଛି ଅସୁବିଧା ନାହିଁ। ଆଚ୍ଛା, ବର୍ତ୍ତମାନ ସୂତ୍ରଟା କହୁଥିଲି, ପଦାର୍ଥ ମାନେ କଣ? ପଦାର୍ଥକୁ ମୁଁ ୟୁଟିଲିଟି ଭ୍ୟାଲ୍ୟୁ ବୋଲି କହୁଥିଲି ଆପଣଙ୍କୁ ବାରମ୍ବାର। ଏଇଟା କହୁଛନ୍ତି ଅର୍ଥକ୍ରିୟାକାରିତ୍ୱ। ଜଗତ, ଜଗତ ମାନେ କଣ? କିମ୍ ନାମ ବ୍ୟବହାର ଅର୍ଥକ୍ରିୟାକାରିତ୍ୱ ବ୍ୟବହାର। ବ୍ୟବହାରରେ ଅର୍ଥକ୍ରିୟାକାରିତ୍ୱ ହବ। ଅର୍ଥ ମାନେ କଣ ହବ? ପ୍ରୟୋଜନ। ଅର୍ଥ ମାନେ ପ୍ରୟୋଜନ। କୌଣସି ଗୋଟେ ପଦାର୍ଥର ପ୍ରୟୋଜନ ଅଛି। ଢେଉ, ଢେଉର ପ୍ରୟୋଜନ ଏମିତି ଆକାର ହବ, ସେ ଗତି କରିବ, ତାର ପ୍ରୟୋଜନ। ଆକ୍ଟିଭିଟିସ୍, ଅର୍ଥ। କ୍ରିୟା ହଉଛି ଆକ୍ଟିଭିଟିସ୍, ବ୍ୟବହାର। ଯେକୌଣସି ପଦାର୍ଥକୁ ଆପଣ ଧରନ୍ତୁ, ଏଇଟା ଆର ପ୍ରୟୋଜନ ଘଡ଼ି ଦେଖେଇବା, ଏବଂ ସେ ପ୍ରୟୋଜନକୁ ସିଦ୍ଧ କରିବା ପାଇଁ ଯୋଉ ସାଧନ, ଆକ୍ଟିଭିଟିସ୍। ଅର୍ଥର ସିଦ୍ଧ ପାଇଁ, ସମ୍ପାଦନା ପାଇଁ ଯୋଉ ସାଧନା, ତାକୁ କହନ୍ତି କ୍ରିୟା। ଅର୍ଥକ୍ରିୟାକାରିତ୍ୱ, ଇଏ ହଉଛି ଜଗତ। ଜଗତର ଯେମିତି ସେମିତି ଥିବ। ବିବେକ ଚୂଡ଼ାମଣିରେ ଯେତେବେଳେ ଜ୍ଞାନ ହେଇଗଲା ନା, ମୁଁ ଅଲରେଡି କହିଥିଲି ଆପଣଙ୍କୁ, ଜ୍ଞାନ ହେଇଗଲା ପରେ ସିଏ କେମିତି ସେ ଦେଖୁଛନ୍ତି, ତ କେମିତି ଲାଗୁଛି। ଥରେ ଜ୍ଞାନ ହେଇଗଲା ପରେ କଣ ଲାଗୁଛି? ଯେମିତି ସେମିତି ଲାଗୁଛି, ଜଗତଟା ସେମିତି ଅଛି, କିଛି ଆଉ ଫରକ ନାହିଁ। ହଁ? ଅନୁଭବ ସେମିତି ହିଁ ହଉଛି, କିଛି ଫରକ ନାହିଁ। ଜୀବନର ମୁକ୍ତର ଲକ୍ଷଣ ମାଧ୍ୟମରେ ବତାଉଛନ୍ତି। ଆଉ ଉପଲବ୍ଧି ହେଇଗଲା ପରେ କଣ କହୁଛନ୍ତି? ଜ୍ଞାନ ହେଇଗଲା ପରେ ନା, ଶାନ୍ତ ହେଇକି ସେ ବସି ଯାଉଛି। ଏବଂ ଯେତେବେଳେ ବସି ଯାଉଛି, ତା ଭିତରେ ଗୋଟେ ଭାବନା ଆସୁଛି, କଣ ତ ମୁଁ କଣ ଦେଖୁଛି? ଇତି ଗୁରୁ ବଚନ ଶ୍ରୁତେ ପ୍ରମାଣାତ୍, ଗୁରୁଙ୍କ ବଚନରୁ ହିଁ ଶୁଣୁଛି ସେ। କିଞ୍ଚିତ କାଲମ ସମାଧାୟ ପରେ ବ୍ରହ୍ମଣେ ମାନସମ୍। ପରମ ବ୍ରହ୍ମରେ ଚିନ୍ତନ କରିକି ଉତ୍ଥାୟ ଫିର କିଛି ଗୋଟେ କହୁଛି, କଣ? ଆରେ ବୁଦ୍ଧି ବିନଷ୍ଟ, ଆମର ବୁଦ୍ଧି ନଷ୍ଟ ହେଇଗଲା। ଗଲିତା ପ୍ରବୃତ୍ତି ହି ବ୍ରହ୍ମାତ୍ମनो ये कथयाधिगत्यान् इदम न जाने पेनिदम न जाने किंबा कियद्वा सुखमत्स्य पारम। ମୁଁ କିଛି ହେଲେ ଜାଣିପାରୁନି। ଆଉ ଏ ଯୋଉ ଜଗତଟା ଥିଲା, ଗଲା କୁଆଡେ? କ୍ୱଂ ଗତଃ କ୍ୱ ଗତଃ କେନ ବା ନୀତମ୍ କୁତ୍ର ଲୀନମିଦಂ ଜଗତ। ଦେଖ, ଜଗତ ଆ ପାଇଁ ଆଉ ନାହିଁ। ରହିଲା କଣ? ଅଧୁନା ଏବଂ ମୟା ଦୃଷ୍ଟମ୍, ମତେ ଯୋଉ ଦେଖା ଯାଉଛି ତାହା କେବଳ ଭାନ୍ତି ମାତ୍ର, ଆଭାସ ମାତ୍ର। ତେଣୁ ଏ ଆଭାସଟା ଯେମିତି ସେମିତି ରହିବ ଆଉ ସେ ତାକୁ କିଛି ନଷ୍ଟ କରେଇବନି, ସେ ତାକୁ କିଛି ଦୁଃଖ ଦେବନି। ତେଣୁ ଏଇଟା ତମେ ମନେ ରଖିଥାଅ। ସେ ଯେମିତି ସେମିତି ରହିବ, ତାକୁ ଦୁଃଖ ଦବନି। ତା ପାଇଁ କହୁଛନ୍ତି
ବିବେକ ଚୂଡ଼ାମଣିରେ ଦେଖାଯାଉଛି କଣ ସଂସାରଟା। ପଶ୍ୟାମି ଚିତ୍ରମିବ ସର୍ବମିଦಂ ଦ୍ୱିତୀୟମ୍ ତିଷ୍ଠାମି ନିଷ୍କଳଚିଦେକବପୁଷ୍ୟନ୍ତେ ଆତ୍ମାନମ୍ ଅଦ୍ୱୟନନ୍ତ ସୁଖୈକରୂପମ୍ ପଶ୍ୟାମି ଦଗ୍ଧରସନାମିବ ଚ ପ୍ରପଞ୍ଚମ୍। ମୁଁ ଦ୍ୱୈତ ଜଗତକୁ ଗୋଟେ ଚିତ୍ର ଭଳିଆ ଦେଖାଯାଉଛି। ନିଷ୍କଳମ ଜ୍ଞାନ ରୂପୀ ଶରୀର ଅନନ୍ତ ବ୍ରହ୍ମ ସ୍ଥିତରେ ଅଛି। ଆତ୍ମା ଅଦ୍ୱିତୀୟ ଅନନ୍ତ ସୁଖ। ପ୍ରପଞ୍ଚକୁ ମୁଁ କେମିତି ଦେଖୁଛି? ଯେମିତି କହୁଛନ୍ତି ଦଗ୍ଧ ରସନମିବ। ରସିଟା ଦଉଡ଼ିଟା ଥିଲା, ବର୍ତ୍ତମାନ ଜଳି ଯାଇଛି। ଜଳିଗଲା ପରେ ହାୱା ଆସିନି କି ଛୁଇଁନି, ତେଣୁ ସେ ଯେମିତି ସେମିତି ଅଛି। ଦଉଡ଼ିଟା ଦେଖାଯାଉଛି କିନ୍ତୁ ଆଉ ଦଉଡ଼ି ନାହିଁ। ଜଗତଟା ଦେଖାଯାଉଛି କିନ୍ତୁ ଆଉ ଜଗତ ନାହିଁ। ଅର୍ଥକାରିତ୍ୱର ଭ୍ୟାଲୁ ଏହା। ଶରୀର ଅଛି, ଅର୍ଥକାରିତ୍ୱ। ଶରୀର ନାହିଁ, କିଛି ନାହିଁ। ଅଦ୍ୱୈତମପ୍ୟନୁଭବାମି କରସ୍ଥ ତୁଲ୍ୟಂ ଶରୀରମିହି ନିର୍ଭୟନୈବ ଭୀକ୍ଷେ एवं च जीवनमिव प्रतिभासमानं निःश्रेयसोऽधिगमनं च प्रसिद्धं ସଂକ୍ଷେପ ଶାରୀରିକ ଗ୍ରନ୍ଥରେ କହୁଛନ୍ତି। ଯେମିତି ହାତରେ ଫଳ, ଆମ୍ଲା ଫଳ ବା ବେଲ ଫଳ, ସେମିତି ମୁଁ ଅଦ୍ୱୈତ ତତ୍ଵକୁ ଅନୁଭବ କରୁଛି। ଆଉ ନିଜର ଶରୀର ଏ ଜଗତ। ଆଉ ଗୋଟେ ଏକ୍ଜାମ୍ପଲ ଦଉଛନ୍ତି କଣ, ଯେମିତି ସାପର କେଞ୍ଚୁଆ ଛାଡି ଦଉଛି, ସେମିତି ଏ ଜଗତଟାକୁ ଦେଖୁଛି। ସାରହୀନ ସାରହୀନମ୍ ଜାନରେ, ମୁଁ ଜାଣୁଛି। ଏହିପରି ଅନୁଭବ କରୁଛନ୍ତି। ବର୍ତ୍ତମାନ ପ୍ରଶ୍ନ ହବ କଣ, ଆପଣଙ୍କର ଜଗତର ଦୃଷ୍ଟି ଏମିତିଆ, କିନ୍ତୁ ଯୋଉ ସାଂଖ୍ୟ, କଣାଦ, ବୌଦ୍ଧ ଏମାନେ ତ ଜଗତକୁ ସତ୍ୟ ମାନୁଛନ୍ତି ନା। ଜାଏସ୍ ନାହିଁ, ସେ ଯାହା ମାନୁଛନ୍ତି ମାନନ୍ତୁ, ଆମର କୌଣସି ବିରୋଧ ନାହିଁ। ଆଚ୍ଛା ନା, ହଁ 100ରେ ଆଜି ପାଇଁ ସାଂଖ୍ୟ କାଣାଦ ବୌଦ୍ଧାଦ୍ୟେ साङ्ख्यकाणाद्बौद्धादैः बौद्धाद्यैः साङ्ख्यकाणाद्बौद्धादैः जगद्भेदो यथा यथा जगद्भेदो यथा यथा उत्प्रेक्षते नो अनेकयुक्त्या उत्प्रेक्षते अनेकयुक्त्या भवत्वे स तथा तथा। भवत्वे स तथा तथा। ଦେଖ, ସମସ୍ତଙ୍କ ଦର୍ଶନର ନିଜ ନିଜର ତର୍କ ଅଛି। ସେମାନେ ଭିନ୍ନ ଭିନ୍ନ ଉତ୍ପ୍ରେକ୍ଷା କରୁଛନ୍ତି। ଉତ୍ପ୍ରେକ୍ଷା କିଛି ଅସୁବିଧା ନାହିଁ, ଯେମିତି ସେମାନେ ଚାହୁଁଛନ୍ତି ରଖନ୍ତୁ। ମୋର କୌଣସି ଅସୁବିଧା ନାହିଁ, କାରଣ ମୋର ଦୃଷ୍ଟି ଆତ୍ମତତ୍ଵ ଆଡ଼କୁ ଆସିଛି। କାରଣ ପ୍ରତ୍ୟେକ ଦର୍ଶନ ନିଜ ନିଜର ବିଷୟରେ ବୁଝେଇବେ। ମୁଁ ବୁଝି ଯାଇଛି ଜଗତଟା କଣ। କଣ ବୁଝୁଛନ୍ତି? ଜଗତଟା ମିଥ୍ୟା। କିନ୍ତୁ ସେମାନେ କହୁଛନ୍ତି ଜଗତଟା ସତ୍ୟ। ଥାଉ, ତାଙ୍କ ପାଇଁ ସତ୍ୟ, ମୋ ପାଇଁ ମିଥ୍ୟା। ତ ତାଙ୍କର ଯୋଉ ଜଗତଟା ସେ ଯେମିତି ବର୍ଣ୍ଣନା କରୁଛନ୍ତି, ସେ ସେମିତି ମୁଁ ଜଗତକୁ ଦେଖୁଛି। ସେମାନେ ଯେମିତି ବର୍ଣ୍ଣନା କରୁଛନ୍ତି ସେମିତି ନାହିଁ, ମୁଁ ଯେମିତି ଦୃଷ୍ଟି କରୁଛି। ଦୃଷ୍ଟି ସୃଷ୍ଟି ବାଦ, ମୋ ପାଇଁ କିଛି ଅସୁବିଧା ନାହିଁ, କାରଣ ମୋର ଦୃଷ୍ଟି ଆତ୍ମା ସତ୍କୁ ମୁଁ ଦେଖୁଛି। ସତ୍ ଦେଖିଲା ପରେ ଯାହା ବଳିଲା, କଣ ବଳିବ? କିଛି ବଳିବନି। ୟେସ୍, ମୁଁ କିଛି ଦେଖୁନି। କଣ ବଳିବ? ବ୍ରହ୍ମ ବଳୁଛି, ବ୍ରହ୍ମ ଦେଖୁଛି। କାରଣ ମୋ ପାଇଁ ଜଗତ ଇଜ ନଟ୍ ଏ ପ୍ରୋବ୍ଲେମ। ଯେମିତି ସେମିତି ମୁଁ ଦେଖୁଛି। ଆଚ୍ଛା, ଇଏ ତ ବଢିଆ ଜିନିଷଟା ନା। ସାଂଖ୍ୟ ତାର କହୁଛି ପୁରୁଷ ରହିବ, ପ୍ରକୃତି ହବ, 25ଟା ତତ୍ତ୍ୱ ହବ, ଇଏ ହବ। ମୁଁ ଦେଖୁଛି, ହଁ, ମତେ ଜଗତ ବିଲକୁଲ ତକଲିଫ ଦଉନାହିଁ। ବନ୍ଧନ ନାହିଁ ମୋ ପାଇଁ। ଜଗତକୁ ମୁଁ ବଢିଆ ଦେଖିପାରୁଛି। ବନ୍ଧନୀ ଦଉନି, ମୁଁ ତ ଆତ୍ମଦୃଷ୍ଟି ରହୁଛି ନା। ଆଚ୍ଛା, ଏମିତି ନା। କିନ୍ତୁ ଗୋଟେ ପ୍ରଶ୍ନ ଆସିବ। ଆପଣ ଯେମିତି କହୁଛନ୍ତି ପ୍ରଶ୍ନ ଆସିବ। କଣ ପ୍ରଶ୍ନ ଆସିବ? ଆଉ କାଲି ପଚାରିବି, ଆଜି ଛାଡ଼ି ଦିଅନ୍ତୁ।
ମତେ ଟିକେ ବିଦାୟ ଦିଅନ୍ତୁ, ଯିବାର ଅଛି। ହୁଁ। କାଲି ପ୍ରଶ୍ନ ପଚାରିଲେ ଚଳିବ। ଠିକ ଟାଇମରେ ଆସିଯିବି ଯେ କାଲି ମୁଁ। ଓକେ ବେଟା, କାଲି ତୁ ଆସିଯା 6:30 ବେଳେ। ପ୍ରଶ୍ନ ପଚାର, ମୁଁ ରେଡି ଅଛି।